কিন্তু ମା ମାନେ ସେ ଶିଳା ପଥରର ନାଁ ହଉଛି ଯମଶିଳା। ସେଇ ପର୍ଯ୍ୟନ୍ତ ଯମ ଯିବ, ଯମ ଆଉ ଭିତରକୁ ଯାଇପାରିବନି। ଗଲେ ମୋର ମା ମାନେ ବାପା ମାନେ ଜଗନ୍ନାଥ ମହାପ୍ରଭୁଙ୍କୁ ସେ ପଥରରେ ଟିକେ ଛିଡା ହବ, ପଳେଇବନି ଭିତରକୁ। ସେ ପଥରରେ ଟିକେ ଛିଡା ହେଇକିରି ଜଗନ୍ନାଥ ମହାପ୍ରଭୁଙ୍କୁ ଦୁଃଖ କହିବ, ପ୍ରଭୁ ମୁଁ ଜାଣତ ଅଜାଣତରେ ତେଲ ଲୁଣ ସଂସାରରେ କେତେବେଳେ କଣ ଭୁଲ କରିଦେଇଛି, କେତେବେଳେ କଣ ପାପ କରିଦେଇଛି, ମୋର ସବୁତକ ପାପକୁ ଏଇ ପଥରରେ ଛାଡିକି ଯାଉଛି। ପ୍ରଭୁ ଏଥର ଆପଣଙ୍କ ଦର୍ଶନ ମତେ ଦିଅନ୍ତୁ। ମୋର ମା ମାନେ ବାପା ମାନେ ସେଇଠି ଯମଶିଳାରେ ଜଗନ୍ନାଥଙ୍କ ପାଖରେ ଦୁଇ ହାତ ଟେକି ନୀଳଚକ୍ର ପତିତ ପାବନ ମାନଙ୍କୁ ଏଇ କଥା କହିକିରି ଜଗନ୍ନାଥ ଦର୍ଶନ କରିବାକୁ ଯିବ। ଯେତେବେଳେ ଫେରିବ ଆଉ ସେ ପଥରକୁ ଛୁଇଁବନି। ଯଦି ଛୁଇଁବ ସବୁତକ ପାପ ପୁଣି ଘରକୁ ଧରିକି ଆସିବ। ବୋଲିଏ ଜଗତର ନାଥ।